ଚଳଚଞ୍ଚଳ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଗଡ଼ିଛି ତିନି ରଥ। ଶ୍ରୀମନ୍ଦିର ଗମ୍ଭୀରା ଛାଡ଼ି ଶରଥାବାଲିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। ବିଭିନ୍ନ ରୀତିନୀତି ପରେ ଧାଡ଼ି ପହଣ୍ଡିରେ ରଥକୁ ଆସିଲେ ଚତୁର୍ଦ୍ଧାମୂର୍ତ୍ତି। ଗଜପତିଙ୍କ ଛେରା ପହଁରା ପରେ ରଥରେ ଲାଗିଲା ଘୋଡ଼ା ଓ ସାରଥୀ। ଏହାପରେ ଟଣା ହେଲେ ତିନି ରଥ। ଶ୍ରୀ ବଳଭଦ୍ରଙ୍କର ତାଳଧ୍ୱଜ ରଥ ବଳଗଣ୍ଡି ପାଖରେ ଅଟକିଥିବା ବେଳେ ମା ସୁଭଦ୍ରାଙ୍କର ଦେବଦଳନ ରଥ ମାର୍କେଟ ଛକ ପାଖରେ ଅଟକିଛି। ରାଣୀନଅର ପାଖରେ ପହଞ୍ଚିବା ପରେ ଅଟକିଲା ଶ୍ରୀ ଜଗନ୍ନାଥଙ୍କର ନନ୍ଦିଘୋଷ। ଆଜି ଅଧା ରାସ୍ତାରେ ଅଟକିଥିବା ଏହି ତିନି ରଥକୁ ଆସନ୍ତାକାଲି ଗୁଣ୍ଡିଚା ମନ୍ଦିର ଯାଏଁ ଟାଣି ନିଆଯିବ। ଏପଟେ ରଥାରୂଢ଼ ଦିଅଙ୍କୁ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତ। ତିନି ରଥକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା ବଡ଼ ଦାଣ୍ଡରେ ମହାପ୍ରଭୁ ଶରଧାବାଲି ଅଭିମୁଖେ ଗଡ଼ି ଚାଲିଛି କାଳିଆ ଠାକୁରଙ୍କର ରଥ। ସାଙ୍ଗରେ ଭଉଣୀ ସୁଭଦ୍ରା ଓ ବଡ଼ ଭାଇ ବଳଭଦ୍ର। ଘଣ୍ଟ ମୃଦଙ୍ଗ ଏବଂ ହୁଳୁହୁଳିରେ ଫାଟି ପଡ଼ୁଛି ପୁରା ପରିବେଶ। ସବୁ ଭକ୍ତିମୟ। ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କର ଘୋଷଯାତ୍ରା ଦେଖିବାକୁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼। ବର୍ଷକ ଥରେ ଭକ୍ତଙ୍କୁ ଦର୍ଶନ ଦେବାକୁ ବଡ଼ ଦାଣ୍ଡକୁ ଓହ୍ଲାଇ ଆସନ୍ତି ଭଗବାନ। ଏମିତିଆ ଠାକୁର ହେଉଛନ୍ତି ଜଗନ୍ନାଥ। ମନ୍ଦିର ଭିତରେ ସମସ୍ତ ନୀତି ଶେଷ ହେବା ପରେ ହଲି ଦୋହଲି ଟାହିଆ ନଚାଇ ପହଣ୍ଡି ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ସୁଦର୍ଶନ ପହଣ୍ଡିରେ ଆସିଲେ। ତାଙ୍କ ପରେ ପରେ ବଡ଼ ଠାକୁର ବଳଭଦ୍ର। ତାଙ୍କ ପଛକୁ ଆସିଲେ ଭଉଣୀ ସୁଭଦ୍ରା। ସଭା ଶେଷରେ ସେବାୟତଙ୍କ ଭିଡ଼ ଭିତରେ ଧୀରେ ଧୀରେ ପହଣ୍ଡିରେ ଆସିଲେ ଶ୍ରୀଜଗନ୍ନାଥ। ଚାରମାଳ ଦେଇ ନିଜ ନିଜ ରଥରେ ବିରାଜମାନ ହେଲେ ମହାପ୍ରଭୁ। ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସିଂହଦ୍ୱାର ନିକଟରେ ରଥାରୂଢ଼ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ସେବାୟତମାନେ ତାଙ୍କୁ ରଥ ଉପରକୁ ଯଥାରୀତି ପାଛୋଟି ନେବା ପରେ ଶ୍ରୀଜୀଉଙ୍କ ପୂଜାର୍ଚ୍ଚନା କରିଛନ୍ତି ଶଙ୍କରାଚାର୍ଯ୍ୟ। ରଥ ତଳେ ଶଙ୍କରାଚାର୍ଯ୍ୟଙ୍କ ସହ ଗୋଟିଏ ପରେ ଗୋଟିଏ ରଥ ନିକଟକୁ ଆଇନ ମନ୍ତ୍ରୀ ଅରୁଣ ସାହୁ ଯାଉଥିବା ନଜରକୁ ଆସିଥିଲା। ରଥଯାତ୍ରା ଅବସରରେ ସବୁଠାରୁ ଅପୂର୍ବ ଦୃଶ୍ୟ ହେଉଛି ଛେରା ପହଁରା। ଗଜପତି ମହାରାଜ ଶ୍ରୀଜୀଉଙ୍କ ପ୍ରଥମ ସେବକ ଭାବେ ଏହି କାମଟି କରିଥାନ୍ତି। ସ୍ୱତନ୍ତ୍ର ନିମନ୍ତ୍ରଣ ସହ ଗଜପତି ମହାରାଜ ରଥ ନିକଟକୁ ଆସି ପ୍ରଥମେ ତାଳଧ୍ୱଜ, ପରେ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷ ରଥରେ ଛେରା ପହଁରା କରିଛନ୍ତି। ଜଣେ ରାଜା, ଜଣେ ପ୍ରଜା, ଜଗା ପାଖରେ ସମସ୍ତେ ସମାନ। ଏହାର ଉଦାହରଣ ହେଉଛି ଛେରା ପହଁରା ପରମ୍ପରା। ଛେରା ପହଁରା ପରେ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗି ହେବା ପରେ ଆରମ୍ଭ ହେଲା ରଥଯାତ୍ରାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରୀତି। ଡାହୁକର ଡାକ ଭିତରେ ଭୋଇ ସେବାୟତଙ୍କ ସହଯୋଗରେ ଆରମ୍ଭ ହେଲା ରଥଟଣା। ଶ୍ରୀଜୀଉଙ୍କୁ ରଥ ଉପରେ ଦର୍ଶନ କରିବା ପାଇଁ ଧାଇଁ ଆସିଥିବା ଲକ୍ଷ ଲକ୍ଷ ଭକ୍ତ ଟାଣିବା ଆରମ୍ଭ କରିଥିଲେ ରଥ ଦଉଡ଼ି। ସିଂହଦ୍ୱାର ଛାଡ଼ି ଶରଧାବାଲିରେ ଗଡ଼ି ଚାଲିଲା ତିନି ରଥ। ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବେଳେ ଦେଖାଦେଇଛି ଅଘଟଣ। ଭିଡ଼ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ପୋଲିସ। ମହାପ୍ରଭୁଙ୍କ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କ ଭିଡ଼ ହୋଇଥିବା ବେଳେ ଶ୍ରୀଜୀଉଙ୍କୁ ଟିକେ ପାଖରୁ ଦେଖିବାକୁ, ରଥକୁ ଟିକେ ଛୁଇଁ ଦେବାକୁ ଭକ୍ତଙ୍କ ଭିତରେ ରହିଛି ବିଶେଷ ଆଗ୍ରହ। ସେଥିଲାଗି ଆଜି ବ୍ୟାରିକେଡ୍ ଭାଙ୍ଗି ରଥ ନିକଟକୁ ଧସି ପଶିଛନ୍ତି ଭକ୍ତ। ଫଳରେ ଦଳା ଚକଟା ହୋଇ 10 ଜଣ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି। ରଥଯାତ୍ରା ସମୟରେ ଦେଖିବାକୁ ମିଳିଛି ଆଉ ଏକ ଅଘଟଣ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରୁ ଉଡ଼ିଗଲା ବାନା। ରଥରେ ଲାଗିଥିବା ବାନା ଆଜି ହଠାତ୍ ଉଡ଼ିଯାଇଥିବା ଦେଖିବାକୁ ମିଳିଥିଲା। ଏଭଳି ଅଭାବନୀୟ ଦୃଶ୍ୟ ଦେଖି
ଭକ୍ତଙ୍କ ଭିତରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ନେତ ବାନ୍ଧିଥିବା ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନକୁ ଦାୟୀ କରିଛନ୍ତି ଭକ୍ତ। ବ୍ୟୁରୋ ରିପୋର୍ଟ, କନକ ନ୍ୟୁଜ୍।